कमिटी करचंती ଏବଂ ସେ କମିଟି କୁ ନେଇକି ଗୋଟେ ବିଜ୍ଞପ୍ତି ମଧ୍ୟ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ଦେଇଛନ୍ତି। 8 ଜଣିଆ କମିଟି 8 ଜଣିଆ କମିଟିରେ ମୁଖ୍ୟ ରହିଛନ୍ତି କେବି ସିଂହଦେଓ ଯିଏକି ଡେପୁଟି ଚିଫ୍ ମିନିଷ୍ଟର ଏବଂ ଆଉ ଯେଉଁ ଅଛନ୍ତି 7 ଜଣ ତା ଭିତରୁ 5 ଜଣ ହେଉଛନ୍ତି ବିଜେପିର ଏମଏଲଏ ମନ୍ତ୍ରୀ ଏବଂ ଆଉ 2 ଜଣ ହେଉଛନ୍ତି ଜଣେ କଂଗ୍ରେସର ଜଣେ ବିଜେଡ଼ିର। ଏବଂ ସେ ଯେଉଁ ପ୍ରେସ୍ ବିଜ୍ଞପ୍ତିରେ ମୁଁ ଦେଖିଲି ଦୁଇଟି କଥା ସରକାର କହୁଛନ୍ତି ଯେ ମହାନଦୀ ଜଳ ବିବାଦ ଗୋଟେ ଜଟିଳ ପ୍ରସଙ୍ଗ। ଆଉ ଗୋଟେ କଥା କହୁଛନ୍ତି ଯେ ଏହା ଓଡ଼ିଶାର ଭାବାବେଗ ସହିତ ଜଡ଼ିତ। ମୋର ଖାଲି ପ୍ରଥମ ରିଆକ୍ସନ୍ ହେଉଛି ଯେ 1.5 ବର୍ଷ ଲାଗିଲା କି ଆପଣଙ୍କୁ ସରକାରଙ୍କୁ ଜାଣିବା ପାଇଁ ଯେ ମହାନଦୀ ଗୋଟେ ଜଟିଳ ପ୍ରସଙ୍ଗ। ଏତେ ଖାମଖିଆଲି କଥା ଯେଉଁ ଆମେ ଶୁଣିଲୁ 1.5 ବର୍ଷ ଧରିକି ମୁଁ ଭାବୁଛି ସେଇଟା ତାଙ୍କର ଗୋଟେ ଇଏ ଆସିଛି ରିଏଲାଇଜେସନ୍ ଆସିଛି ଯେ ନାଇଁ ଏତେ ଖାମଖିଆଲି କହିଲେ ହେବନି। କାହିଁକି ମୋ କଥା କହୁଛି ଯେତେବେଳେ କେନ୍ଦ୍ରର ଜଳଶକ୍ତି ମନ୍ତ୍ରୀ ଆସିଥିଲେ CR ପାଟିଲ ପୁରୀରେ କହିଥିଲେ ଜଲ୍ଦି ସମାଧାନ କରିଦେବୁ ଆମେ ମହାନଦୀ ଜଳ ବିବାଦର। ମୁଖ୍ୟମନ୍ତ୍ରୀ କହିଲେ ସେମିତି ସମସ୍ତେ ତାଙ୍କର ନେତାମାନେ କହିଲେ ଯେ ଆମେ ଜଲ୍ଦି ସମାଧାନ କରିଦେବୁ। ଆମକୁ ହସ ଲାଗୁଥିଲା ମହାନଦୀ ବଚାଅ ଆନ୍ଦୋଳନର ଯେତେବେଳେ ଆମେ ଅଛୁ ଯେଉଁ କର୍ମୀମାନେ ଆମକୁ ହସ ଲାଗୁଥିଲା ଯେ ୟାଙ୍କ ପାଖରେ କ'ଣ ଯେ ଯାଦୁ ଅଛି ଯେ ଏମାନେ ହଠାତ୍ ସମାଧାନ କରିଦେବେ ମହାନଦୀ ଜଳ ବିବାଦର। ଭାରତବର୍ଷ ଯେତେ ସବୁ ନଦୀ ଜଳ ବିବାଦ ଅଛି ସବୁଗୁଡ଼ା କମ୍ପ୍ଲିକେଟେଡ଼। ଆପଣ ଯଦି ଦେଖିବେ କାବେରୀ ନଦୀ ଜଳ ବିବାଦ ଦେଖିବେ 25 ବର୍ଷ ପରେ ମଧ୍ୟ ତାର ସମାଧାନ ହେଲା ନାହିଁ। ତେଣୁ ଏଇଟା ଯେଉଁ ଜଟିଳତା ଗୋଟେ ନଦୀ ଜଳ ବିବାଦର ସମାଧାନର ଯେଉଁ ଜଟିଳତା ତାକୁ ଏତେ ଖାମଖିଆଲି ଢଙ୍ଗରେ ନେବା ଉଚିତ ନୁହଁ। କିନ୍ତୁ ସରକାର ମୋତେ ଲାଗୁଛି ଏବେ ତାଙ୍କର ଅନୁଭବ ଆସିଛି ଯେ ଏଇଟା ବହୁତ ଜଟିଳ ପ୍ରସଙ୍ଗ ଏବଂ ଖାଲି ସରକାର ସ୍ତରରେ ଏଇଟାକୁ ସମାଧାନର ପନ୍ଥା ବାହାରିବ ନାହିଁ। ସରକାର ବାହାରକୁ ଯାଇକି ଚିନ୍ତା କରିବା ଦରକାର। ପ୍ରଥମ ଥର ପାଇଁ ମୋତେ ଲାଗୁଛି 1.5 ବର୍ଷ ଭିତରେ ଏ ଯେଉଁ କମିଟି କରିଛନ୍ତି ଏ କମିଟିରେ ତାଙ୍କ ଦଳର ଲୋକଙ୍କୁ ବାହାରେ ଦୁଇଟି ରାଜନୈତିକ ଦଳର ପ୍ରତିନିଧିତ୍ୱ ସେମାନେ ରଖିଛନ୍ତି। ଜଣେ ହେଲା ବିଜେପି ଆଉ ଗୋଟେ ହେଲା ବିଜେଡ଼ି। ମୋର କହିବା କଥା ହେଉଛି ମହାନଦୀ ବଚାଅ ଆନ୍ଦୋଳନ ବାରମ୍ବାର କହୁଛି ଯେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ଗୋଟେ ବଡ଼ କ୍ଷେତ୍ର ପ୍ରସ୍ତୁତ କରେ ମାନେ ତା ମାଧ୍ୟମରେ ହେବା ଉଚିତ। ଏବଂ ଏ ସରକାର ଆସିଲା ପରେ ମଧ୍ୟ କହିଲେ ଯେ ଆମେ ଆପୋଷ ଆଲୋଚନା କରିବା ଏବଂ ଆପୋଷ ଆଲୋଚନା କରିବା କଥା କହିଲା ସହିତ ଟ୍ରିବ୍ୟୁନାଲ ପାଖରେ ମଧ୍ୟ ଯାଇକି ଲିଖିତ ଆକାର ଦେଲେ। ଛତିଶଗଡ଼ ସରକାର ବି ଦେଲେ ଏବଂ ଓଡ଼ିଶା ସରକାର ବି ଦେଲେ ଯେ ଆମେ ମାନେ ଆମିକେବଲ୍ ସଲ୍ୟୁସନ୍ କରିବୁ ନେଗୋସିଏସନ୍ ମାଧ୍ୟମରେ। ଆମର କଥା ହେଉଛି ଯେ ନେଗୋସିଏସନ୍ଟା କାହା କାହା ଭିତରେ ହେବ? ଏ ନେଗୋସିଏସନ୍ଟା ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ହେବ। ଯେତେବେଳେ ଆପଣ ନେଗୋସିଏସନ୍ କରିବାକୁ ଯିବେ ଛତିଶଗଡ଼ ସହିତ ସେତେବେଳେ ଆପଣ ଓଡ଼ିଶାରେ ଗୋଟେ ସହମତି ଆସିବାର ଆବଶ୍ୟକତା ଅଛି କି ନାହିଁ? ଆମେ କହୁଛୁ ଗୋଟେ ସହମତି ହେବାର ଆବଶ୍ୟକତା ଅଛି। କାହା ଭିତରେ ସହମତି ଆସିବ? ସହମତି ରାଜନୈତିକ ଦଳମାନଙ୍କ ଭିତରେ, ସହମତି ବିଭିନ୍ନ ଯେଉଁ ସଂଗଠନ ମାନେ କାମ କରୁଛନ୍ତି ମହାନଦୀ ଉପରେ ସେମାନଙ୍କ ଭିତରେ ଏବଂ ଯେଉଁମାନେ ସବୁ ଅଛନ୍ତି ଯେଉଁମାନେ ଏକ୍ସପର୍ଟ ଅଛନ୍ତି ସେମାନଙ୍କ ସହିତ ମଧ୍ୟ ବସିକି ଗୋଟେ ସହମତି ଆସିଲେ ସିନା ଯାଇକି ଆପଣ କଥା ହେବେ ଛତିଶଗଡ଼ ସହିତ। ତ ଆମେ ପ୍ରଥମରୁ କହୁଥିଲୁ ଯେ ଆପଣ ଆମିକେବଲ୍ ସଲ୍ୟୁସନ୍ ବା ଆପୋଷ ଆଲୋଚନା ମାଧ୍ୟମରେ ସମାଧାନକୁ ଯିବା ପୂର୍ବରୁ ନିଜ ଘରର କଳି ତୁଟାନ୍ତୁ ଏବଂ ନିଜେ ଏଠି ଗୋଟେ ସହମତି ଆଣନ୍ତୁ ଯେ କେଉଁ ଆଧାରରେ ଆମେ ଯିବା ଛତିଶଗଡ଼ ସହିତ ଆଲୋଚନା କରିବା ପାଇଁ। 3ଟି ମୁଖ୍ୟ କଥା ଅଛି ୟା ଭିତରେ। ଗୋଟେ କଥା କ'ଣ ଅଣମୌସୁମୀ ସମୟରେ କେତେ ପାଣି ଆମର ଆବଶ୍ୟକତା ଅଛି ଓଡ଼ିଶାର ଏବଂ ହୀରାକୁଦର ଦ୍ୟାଟ୍ ମାଷ୍ଟ ବି ଫାଇନାଲାଇଜଡ୍। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆମେ ଜାଣିଛୁ ସେଇଟା ହେଉଛି 2.74 ମିଲିୟନ ଏକର ଫୁଟ ପାଣି ଦରକାର ଆମର। ଏବଂ ଦ୍ୱିତୀୟ କଥା ହେଉଛି ବର୍ଷା ଦିନେ ଯେତେବେଳେ ବାଦଲ ଫଟା ବର୍ଷା ହେବ ସେତେବେଳେ ଯଦି ଛତିଶଗଡ଼ ସବୁ ବ୍ୟାରେଜ୍ ଏବଂ ଡ୍ୟାମ୍ରୁ ସବୁ ଗେଟ୍ ଖୋଲିଦେବ ତେବେ ସେ ଯେଉଁ ବଳକା ପାଣି ଉଦ୍ଭୁତ ପାଣି ଆସିବ ତାକୁ ମ୍ୟାନେଜ୍ କରିବା କେମିତି ଆମେ କେମିତି ତାକୁ ହୀରାକୁଦର ବନ୍ଧ ବା ରିଜର୍ଭର ତାକୁ ସଷ୍ଟେନ୍ କରିବ କେମିତି ଏବଂ ହୀରାକୁଦ ତଳେ ଯେଉଁ ବନ୍ୟାର ଆଶଙ୍କା ତାକୁ କେମିତି ଆମେ ମ୍ୟାନେଜ୍ କରିବା। ଇଏ ହେଲା 2 ନମ୍ବର। 3 ନମ୍ବର ହେଉଛି କ'ଣ? 3 ନମ୍ବର ହେଉଛି ଯେ ଜଳର ଭାଗ ହେବ ଛତିଶଗଡ଼ କେତେ ନେବ ଓଡ଼ିଶା କେତେ ନେବ। କିନ୍ତୁ ଆଉ ଗୋଟେ ଭାଗ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ସେଇଟା ଭାଗଟା କ'ଣ ନା ମହାନଦୀର କେତେ ଭାଗ ରହିବ। ସବୁ ପାଣି ଯଦି ଆପଣ ନେଇଯିବେ ଖାଲି
ଇରିଗେସନ୍ ପାଇଁ ନେଇଯିବେ, ପିଇବା ପାଇଁ ନେଇଯିବେ, ଇଣ୍ଡଷ୍ଟ୍ରି ନେଇଯିବ, ଆପଣ ସବୁ ବ୍ୟାରେଜ୍ କରିଦେବେ, ଡ୍ୟାମ୍ କରିଦେବେ। ମହାନଦୀର ପାଣି ଦରକାର, ତାକୁ କୁହାଯାଏ ଇ ଫ୍ଲୋ, ଏନଭାୟରମେଣ୍ଟ ଫ୍ଲୋ। ପ୍ରତ୍ୟେକଟି ନଦୀର ଗୋଟେ ମିନିମମ୍ ପାଣି ଫ୍ଲୋ କରିବା ଦରକାର ଥ୍ରୁ ଆଉଟ୍ ଦ ମାନେ ବର୍ଷ ସାରା, ଯାହାଫଳରେ କି ନଦୀ ବଞ୍ଚିକି ରହିବ। ଏଇ ଯେଉଁ ସବୁ ତିନୋଟି ମୁଖ୍ୟ ପ୍ରସଙ୍ଗ, ଏଇ ପ୍ରସଙ୍ଗ ଗୁଡ଼ିକ ଭିତରେ ସହମତି ଆମର ଆସିବାର ଅଛି ଓଡ଼ିଶାରେ। ସେହି ଦୃଷ୍ଟିରୁ ଆମେ କହୁଛୁ ଯେ ମହାନଦୀ ଜଳ ବିବାଦର ସମାଧାନ ଖାଲି ସରକାର ଦୁଇ ଚିଫ୍ ମିନିଷ୍ଟର ଭିତରେ ହେବନି, ବା ଟେକ୍ନିକାଲ ଟିମ୍ ଭିତରେ ହେବନି, ବା ୱାଟର ରିସୋର୍ସ ସେକ୍ରେଟାରୀ ଭିତରେ ହେବନି। ଏହାକୁ ବ୍ୟାପକ କରିବାକୁ ପଡ଼ିବ ଏବଂ ଗୋଟେ ସର୍ବଦଳୀୟ ବୈଠକ, ତା ସହିତ ବିଭିନ୍ନ ସଂଗଠନମାନଙ୍କୁ ଡାକିକି ପରାମର୍ଶ କରିକି ଗୋଟେ ସରକାର ଗୋଟେ ଆଣନ୍ତୁ, ଗୋଟେ ଏକ ମାନେ ସହମତି ଆଣନ୍ତୁ, ତାପରେ ଆଲୋଚନାକୁ ଯିବେ। ଖାଲି କମିଟି କରିଦେଇକି ଏ କମିଟି କରିଦେଲେ ହେବ କ'ଣ? କମିଟିର SOP ବାହାରିଲାନି କି? କମିଟିର SOP ବାହାରିନି। କମିଟିର କାମ କ'ଣ, କାହାକୁ ଭେଟିବ, କ'ଣ ସେଥିରୁ ବାହାରିବ ଏବଂ କେତେ ଦିନ ଭିତରେ କମିଟି କାମ ସାରିବ, ଏସବୁ କଥାକୁ ମଧ୍ୟ ଏପର୍ଯ୍ୟନ୍ତ ଆସିଲା ନାହିଁ, SOP ଆସିଲା ନାହିଁ। ମୁଁ ଆଶା ରଖିବି, ମୁଁ ଆଶା ରଖିବି ମହାନଦୀ ବଚାଅ ଆନ୍ଦୋଳନ ପକ୍ଷରୁ ସରକାର ଯେଉଁ ତାଙ୍କର 1.5 ବର୍ଷ ପରେ ଯେଉଁ ଆସିଛି ତାଙ୍କର ଅନୁଭବ ଆସିଛି ଯେ ଜଟିଳ ପ୍ରସଙ୍ଗ, ଅତ୍ୟନ୍ତ ଜଟିଳ ପ୍ରସଙ୍ଗ ଏବଂ ଓଡ଼ିଶାର ଭାବାବେଗ ସହିତ ଜଡ଼ିତ ଅଛି, ତାକୁ ହିଁ ଦୃଷ୍ଟିରେ ରଖିକି ସିଏ ତାକୁ ଖାମଖିଆଲି ଭାବରେ ନେବେନି ଏବଂ ଏ କମିଟି ଗୋଟେ କ୍ରିୟାଶୀଳ କମିଟି ହେବ। ଏ କମିଟିର ଗୋଟେ ଟାଇମ୍ ଲାଇନ୍ ରହିବ, କେତେଦିନ ଭିତରେ ଏମାନେ ସମାଧାନର କଥା କହିବେ ଏବଂ ଓଡ଼ିଶାବାସୀକୁ ଜଣେଇବେ ଯେ ଏଇଟା ହେଉଛି ଆମର, ଏଇ ରାସ୍ତାରେ ଆମେ ସମାଧାନ କରିବାକୁ ଚିନ୍ତା କରୁଛୁ।